ओम नमः शिवाय महारुद्राय महाकाल रुद्राय आखंडलेश्वराय नमो नमः। आखंडलेश्वर कहले अखंड मंडलाकार जो ज्योति जहाँ को आपण माने देखि पारु नाहंती से निराकार ज्योति समस्त जगत रे जे अछंती तांको पई सबु चलीछि से होचंती आखंडलेश्वर। आमे से निराकार आखंडलेश्वर को गोटे शिवलिंग रूप रे आमे तांको पूजा करूचु। अर्थात जेमती डाक घरे चिट्ठी पका जाए कि फोन स्विच टिपिले जेमती आमे अन्य सहित कथा हो सेमती से सबू फोन टी जेमती आम पॉकेट रे अछि पोस्ट ऑफिस टी आम निकट रे अछि ठीक से भली से आम निकट रे अछंती आमे जहाँ भावुछु कहूचु चिंतुचु प्रति क्षण रे सेटाकू जानुचंती एवं विचार करूचंती आउ आम पई दोष दंड बा क्षमा दउचंती। आज पराशर क्षेत्र राजीव लोचनंकर साधना पीठ यही पवित्र बंदर यही बंदर निकट रे आमर आखंडलमणिंकर आश्रम रे ये सेवक आज गोटे राति पई विश्राम रे अछि। आसंता काली भुवनेश्वर को जीव तेबे वर्तमान आपण माने जानती श्री पुरुषोत्तमंकर जहाँ को आपण कहउचंती जगन्नाथ से आम पई पुरुषोत्तम जहाँ को कहउचंती बलदेव से मध्य आम पई पुरुषोत्तम जहाँ को कहउचंती सुभद्रा से मध्य पुरुषोत्तम जे सुदर्शन से मध्य पुरुषोत्तम क्षेत्रर नाम पुरुषोत्तम से क्षेत्रर राजा जी से होचंती पुरुषोत्तम से पुरुषोत्तम क्षेत्र रे 9 दिनिया गोटे यात्रा अनुष्ठित होछि। 9 दिन यात्रा कहीं हला 10 दिन हलानी नहीं एमती जगन्नाथ पुणी श्रीमंदिर को जीवा पर्यंत 10-11 दिन भी हो जाउछि किंतु यात्रार नामटी होछि 9 दिन यात्रा। नव कहले नुआ नव कहले नुआ माने ये यात्राटा आज होइछि पुणी आर वर्ष को भी हम हेइथिला मध्य तेबे नुआ कौन गोटे नवकलबर पर आउ गोटे नवकलबर आसे ये सबू नुआ माने नवकलबर हुए किंतु सही रूप
ତେଣୁ ଇଏ ହେଉଛି ନବଦିନ ଯାତ୍ରା। এই নবদিন যাত্রার তত্ত্বটি କ'ଣ? ପ୍ରଥମ ଆମେ ଏକ ବୋଲି ଗୋଟେ ସଂଖ୍ୟାକୁ ନେବା। ଏକସ୍ୟାମି ଏକୋହମ୍ ବହୁଶ୍ୟାମି। ଏକରୁ ଅନେକ ହୋଇଲା। ତେଣୁ ସେ ହେଉଛନ୍ତି ଏକ। ବିଭିନ୍ନ ରୂପ, ବିଭିନ୍ନ ଭାଷା, ବିଭିନ୍ନ ଧର୍ମ, ବିଭିନ୍ନ ମାର୍ଗ, କିନ୍ତୁ ସେ ହେଉଛନ୍ତି ଏକ। ଯେଉଁ ଏକର ନାମ ହେଉଛି ନିରାକାର, ଅଲେଖ, ଅନନ୍ତ, ଅଚିନ୍ତ୍ୟ, ଅବ୍ୟକ୍ତ, ଅଖଣ୍ଡ, ସେ ହେଉଛନ୍ତି ଏକ। କିନ୍ତୁ ଏକ ଦେଖିଲେ ବା ଭାବିଲେ ମୁଁ ଏ ସଂସାର ଗୋଟେ ଉତ୍ପନ୍ନ କରିବି, କେମିତି ଉତ୍ପନ୍ନ ହେବ? ଭାଗବତରେ ବି ସେ ପଦ ଅଛି, ପ୍ରଥମେ ଏକ ବ୍ରହ୍ମ ଥିଲା, ଦ୍ୱିତୀୟ ପ୍ରକୃତି ହୋଇଲା। ତେଣୁ ସେ କ'ଣ କଲେ? ଦୁଇ ହେବାକୁ ବାଧ୍ୟ ହେଲେ। ଦୁଇ କିଏ? ଦୁଇ କହିଲେ ପ୍ରକୃତି ଆଉ ପୁରୁଷ। ସେଇ ପ୍ରକୃତିର ଅନ୍ତର୍ଗତ ହେଉଛନ୍ତି ସୂର୍ଯ୍ୟ, ଚନ୍ଦ୍ର, ବାୟୁ, ବରୁଣ, ଅଗ୍ନି, ପୃଥିବୀ, ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ, ଶୀତ, ବସନ୍ତ ପର୍ଯ୍ୟନ୍ତ ସବୁ ହେଉଛି ପ୍ରକୃତି। ତେଣୁ ପୁରୁଷ ତ ସେଇ ନିରାକାର ବ୍ରହ୍ମ। ଇଏ ଦୁଇରୁ ତିନି ହେବା ପାଇଁ ସେ ବାଧ୍ୟ ହେଲେ। ତିନି ନହେଲେ ଖେଳା ନୀଳା ହେଇପାରିବନି। ତେଣୁ ସେ ତିନିଟି କିଏ? କର୍ମ, ଜ୍ଞାନ, ଭକ୍ତି। ଏତିକି ଆମକୁ ମନେ ରଖିବାକୁ ପଡ଼ିବ। କର୍ମ ପାଇଁ ଜୀବ ସୃଷ୍ଟି ହେଲେ, ଜୀବ ପାଇଁ ଜ୍ଞାନ ସୃଷ୍ଟି ହେଲା, ଏହାର ସମୀକ୍ଷା ପାଇଁ ଭକ୍ତି ସୃଷ୍ଟି ହେଲା। ତେବେ କେତେ ଭଲ ମଣିଷ ହେଇଛ କି ମନ୍ଦ ମଣିଷ ହେଇଛ, ଏଇଠି ପରୀକ୍ଷା କରାଯିବ। ତାଙ୍କ ଆଗରେ ଚାରୋଟି ବଲ୍ ଭଳି, ଯେମିତି ଆମର ପ୍ରତ୍ୟେକ ଖେଳରେ ଗୋଟାଏ ସୀମା ଥାଏ, ସେମିତି ତାଙ୍କ ଆଗରେ ବି ଚାରୋଟି ସୀମା ରହିଲା। ସେ ସୀମା ହେଉଛି ଧର୍ମ, ଅର୍ଥ, କାମ, ମୋକ୍ଷ। ଆମର ଜଗନ୍ନାଥଙ୍କ କ୍ଷେତ୍ରରେ ଚାରୋଟି ଦ୍ୱାର ହେଇଛି, ସେ ବି ସେଇ ଅର୍ଥରେ ଯିବ। ଇଏ ଧର୍ମ, ଅର୍ଥ, କାମ, ମୋକ୍ଷକୁ ନେଇକିରି ପୁଣି 5 ବି ହେଲେ। 5 ନହେଲେ ପଞ୍ଚ ପରମେଶ୍ୱର ଆସିପାରିବେ ନାହିଁ। ପଞ୍ଚ ପରମେଶ୍ୱର ପୁଣି କିଏ? ସେ ତ ହେଲେ ପରମାତ୍ମା। ଇଏ ପୁଣି ଆଙ୍କ ନାଁ ଦେଲେନି ପଞ୍ଚ ପରମେଶ୍ୱର। ପଞ୍ଚ ପରମେଶ୍ୱରର ଅର୍ଥ କେତେ ଅଛି? ତା ଭିତରୁ ଗୋଟିଏ ଅର୍ଥ ହେଉଛି ଏକରେ ବାୟୁ। ବାୟୁ ନହେଲେ ପ୍ରାଣ କେମିତି ବହିବ? ଉତ୍ତାପନ ରହିଲେ ଦେହ କେମିତି ରହିବ? ବାୟୁ, ଅଗ୍ନି। ସମୁଦ୍ର ନ ରହିଲେ ବର୍ଷା କେମିତି ହେବ? ବାୟୁ, ଅଗ୍ନି, ବରୁଣ। ତାପରେ ପୃଥିବୀ ଯଦି ନ ରହିବ, ଆଉ ସ୍ଥାନ କେଉଁଠି କିଏ ଘର କରି ରହିବ, କିଏ କେଉଁଠି ଚାଷ କରିବ, ବାସ କରିବ କେଉଁଠି? ତାପରେ ହେଉଛି ଆକାଶ।
ଆକାଶ କହିଲେ ତମକୁ ଶକ୍ତି ଯୋଗେଇବ କିଏ? ମାଧ୍ୟାକର୍ଷଣ ମହାକର୍ଷଣ ଶକ୍ତିକୁ ଆପଣ ନେଇକିରି ଚଳିବେ। ଗ୍ରହ ତାରା ନକ୍ଷତ୍ର ସବୁକୁ ନେଇ ଆମ ପୃଥିବୀ ଚାଲିଛି। ଇଏ ହେଲେ 5। ଏଇ ପଞ୍ଚ ପରମେଶ୍ୱରଙ୍କୁ କୁହାଯାଉଛି ସତ୍ୟ ନାରାୟଣ। ଇଏ 5 ଜଣ ଯାକ ଏକ, କିନ୍ତୁ 5 ଭାଗରେ ବିଭକ୍ତ ହେଲେ ତାଙ୍କ ନାଁ ଦିଆଗଲା ସତ୍ୟନାରାୟଣ। ଏଇ 5 ପରେ ପୁଣି ଆସିଲା ଆଉ ଗୋଟେ କଥା ଆସିଲା 6। ଯଦି ନେଗେଟିଭ ନ ରହିବ, ପଜିଟିଭ ବୋଲି କୋଉଟାକୁ ଆପଣ କହିବେ? ଯଦି ମନ୍ଦ ଥିଲେ ତ ଆପଣ କହିବେ ଏଇଟା ମନ୍ଦ କାର୍ଯ୍ୟ ହେଲା। ଭଲଟା କ'ଣ ତାକୁ ପୁଣି ନିର୍ବାଚନ କରିବେ। ତେଣୁ ସେଇ ଯୋଉ 6 ସେ ହେଉଛନ୍ତି 6ଟି ଶତ୍ରୁ। ଏ 6ଟି ଶତ୍ରୁଙ୍କର 6ଟି ମିତ୍ର ମଧ୍ୟ। କାମନା, ଅଯଥା କ୍ରୋଧ, ଅଯଥା ଲୋଭ, ଅଯଥା ମୋହ, ଅଯଥା ଅହଙ୍କାର, ଅଯଥା ଈର୍ଷା ବା ପ୍ରତିଯୋଗିତା। ଇଏ 6ଟି ରହିଲେ ନେଗେଟିଭ। ପଜିଟିଭ କିଏ ରହିଲେ? ଜ୍ଞାନ, ବୈରାଗ୍ୟ, କୀର୍ତ୍ତି, ବୀର୍ଯ୍ୟ, ଐଶ୍ୱର୍ଯ୍ୟ, ମାଧୁର୍ଯ୍ୟ ଇତ୍ୟାଦି ଇତ୍ୟାଦି। ଇଏ 6 ଜଣ ଇଏ ସବୁବେଳେ ଗୋଟେ ଜୀବନ ଦର୍ଶନରେ ମହାଭାରତ ସବୁବେଳେ ଚାଲିଛି। ବଳିଆ ଗୋଟେ ସଙ୍ଗୀତରେ ଲେଖିଥିଲା, ସରିନି ସରି ନାହିଁ ରାମାୟଣ, ଅଛି ବହୁ ବାକି, ଏବେ ସୁଦ୍ଧା ଲୁଚି ନାହିଁ ରାବଣର। ସରି ନାହିଁ ଅଛି ଏବେ ସୁଦ୍ଧା ରାମା ଅଛିବ ଇଏ ହଉଛି 6 ସଂଖ୍ୟାର କଥା। 6 ପରେ ଆସିଲେ 7। 7 କ'ଣ? ନିହାତି ଦରକାର ଯୋଉଟା ସେଇଟାକୁ ସେ କହିଲେ। ହାତ ଦରକାର, ଗୋଡ଼ ଦରକାର, ମୁଣ୍ଡ ଦରକାର, ସବୁ ଦରକାର, କିନ୍ତୁ ଆଖିଟି ଦରକାର, ମୁଣ୍ଡ ଦରକାର, ଆଖି ଦରକାର, 2ଟା କାନ ଦରକାର, ନାସାର 2ଟି ପୁଡ଼ା ଦରକାର, ଆଉ ମୁଖଟି ଦରକାର। ମୁଖରେ ଖାଇବ, କଥା କହିବ ଇତ୍ୟାଦି ଇତ୍ୟାଦି। ମୁଖ, ଚକ୍ଷୁ, ନାସା, କର୍ଣ୍ଣ, ମସ୍ତକ। ଇଏ ହେଲେ 7। ଏଇଟାକୁ ନେଇକିରି ଏବେ ସିନା ବିଜ୍ଞାନ ଅଗ୍ରଗତି କରିଛି, ଜିନ୍ ଟେଷ୍ଟ କରୁଛନ୍ତି। ତା ମୁଣ୍ଡ ଫୁଣ୍ଡ ଛେଚି ଦେଇଛନ୍ତି, ଆଉ ଜଣା ପଡ଼ୁନି।
कि जीन टाक नहीं सी पुणी टेस्ट करी कहते ना यहाँ अमुक लोक गोटे साप जदि बाहर से साप को जदि मारिकी जदि माइल ता मुंडटा को भल कर छेचिदेव छेचिदे मात्र पोतीदेव ताले कौन हम से सापटी मरीगला जदि ताहा नक एमती फोपाड़ी देव तार वंशधर मान जा साप को देखिए से सापर आखिरे देखा को को लोक माने ताको मारी तमें से तापरन आकाश रे उड़िक धर पलैल अमेरिका सी तांकर एभली खबर देवे जे फोन भलिया अमेरिकार जो साप थी सी साप से लोक दंशन करि पारे नई पारे दंशन कर तेणु ये सातटा हूँ आम मान जीवन श्रेष्ठ परिचय तापरे आसिला खाली मुख चक्षु नईले हमनी 8टा जिनिस आमर दरकार से 8टी कौन ये 7 तो कहली नहीं 8 कहले भूमिरा पानल वायु खंग मन बुद्धि रेवच अहंकार में भिन्ना प्रकृति नष्ट ये 8 तुम्हें केते विज्ञान को जाऊच जा महाकाश को गल चंद्र को ठाब कल मंगल ग्रह होटेल कल कर किंतु मु जो 8टी प्रकृति सृष्टि करी से 8 भितर तुम समस्त अच्छ 9 को जा 9 सृष्टि करि परिबनी भूमि जल अग्नि वायु आकाश मन बुद्धि आउटा होची माने जाको रिसर्च बा गवेषणा बोली कह एतिकरु तमे आज मनीष हल लंगल रु कल लंगल करछ टीवी आलुअरु इलेक्ट्रिक पावर करछ ये सब आगे सी नहीं तुम भावुच जे आमे सब कर ये तो पुराणा कालिया कथा किंतु एबे भी घसी अपेक्षा करिछि काठ भी अपेक्षा करिछि जलिया तुम ताकू आउ कहीं पचारूना तुम कौन करुच ना माने कौन इलेक्ट्रिक हीटर कौन लगौछ गोटे गीत लिखिं जड़े कवि तुमरी तियारी माटीर भूके हमिका जागी कुहंती तुम कबीर विज्ञान किसाना ईश्वर
तुह नश्वर दुनिया देखी हसी बिना कांदी ईश्वर नश्वर कुहंती तुमको कबीर कल्पना बुके अह निका जागी रे हुंडा मुंडा गुंडा मनीष तमें जिते बाड़े हुओ कौ जाके किंतु दिने समय आसीब तुम गुंडामी छाड़ी जीवो तुम हुंडामी भी छाड़ी जीवो भावना मनुआ तू बड़ बड़ुआ पड़ी जीवु रसा तले केते आसिलेनी केते जे गलेनी तांको नाम मायाधर तुम सब जानीच तू हेले कौन बर्तमान 8 संख्याटा गला 9 संख्यार किए आसिले आपण मैंने कहे 9 संख्यार नवधा भक्ति आसिले आ श्रवण कीर्तन अर्चन दास्य सख्य भक्त ये सब कथा किंतु प्रत्येक मनीष होची 9टी कारण जगन्नाथंकर जो रथ यात्रा ये होची मानवीय लीला तेणु मनीष मानक आकृति को नहीं से 9 दिन यात्रा करछंती मनीषर आकृति 9टी द्वार रे परिपूर्ण 3टी रथ आध्यात्मिक आदि भौतिक आदि दैविक भूत देवता आत्मा आत्मा भूत देवता या को नहीं तो रथ चली ये शरीर होची रथ आत्मानंग रथिनांग विधि आम जो घोड़ा गुड़ाक दता होती से घोड़ा गुड़ाक हूँ इंद्रिय से दौड़ौंट रथ चली ये संसार बड़दाण्ड रे कौ जगह चलो उत्पत्ति प्रलय पर्यंत जन्म ठारू मृत्यु पर्यंत सैला ये सब कथा सैला तापरे नवद्वार कौन है मुख 1 कर्ण 2 3 आखि 2 4 आखि 2 5 नासार 2 पुरा 7 मलमूत्र द्वार मिसी 9 तेणु तेणु लेखा हला नमई अरे नमई कौन आप नमई नमई भाई नरे न मरे म ये नमई आगुड़ाक सब तुम बेकारिया कथा सब बलिया शुणी पार नमई शब्द कह नम्रता ये आम जानी तुम अधिक कौन कहल यही नमई भितर अच्छी जीवनर श्रेष्ठ दर्शन मु मुंड नुआई नमस्कार करदे नमई हो गला मुझे मुंड को नुआऊँ हाड़े कौची
ଅମୁକ ତାର ଅମୁକ ହେଇଯାଉ, ତାକୁ ଯୋଡ଼ି ଖାଉ, ତାକୁ ସାପ ଖାଉ, ତାକୁ ବଜ୍ରପାତ ହଉ, ସେଇଟା ମରୁ, ଆନନ୍ଦମୟୀ କ'ଣ? ଯେତେବେଳେ ତୁମେ ପୂର୍ଣ୍ଣ ସମର୍ପିତ ହବ, ତମ ଆଖି କାନ ନାକ ଠାରୁ ଆରମ୍ଭ କରି ପାଦ ଆଙ୍ଗୁଠି ପର୍ଯ୍ୟନ୍ତ ସବୁ ଗୁଡ଼ାକ ନମ୍ରତାରେ ପରିଣତ ହବ, ଆଉ କିଛି ରହିବନି। ସେଇ ମୁହୂର୍ତ୍ତଟା ହେଉଛି ନମୟୀ। ଅତି ବଡ଼ି ଜଗନ୍ନାଥ ଦାସ ଲେଖିଛନ୍ତି, ଏତେ ଶସ୍ତା କଥା ତୁମେ ଯେମିତି ବୁଝେଇ ଦେଲେ ହେଇଯିବ। ନମୟୀ। ହଉ, ବର୍ତ୍ତମାନ ସେ କଥାକୁ ଛାଡ଼। ବର୍ତ୍ତମାନ ଠାକୁର ଗଲେ କୁଆଡ଼େ? ଆଜି ବି ଲୋକ କହୁଛନ୍ତି ମାଉସୀ ମା ମନ୍ଦିରକୁ ଗଲେ। ମୁଁ ବାରମ୍ବାର କହୁଛି, ମାଉସୀ ମା ମନ୍ଦିରକୁ ସେ ଯାଇନାହାନ୍ତି, ସେ ଯାଉଛନ୍ତି ମାର ମନ୍ଦିରକୁ। ସେ କ'ଣ କହିଲେ, ମା ମୋର ଡାକୁଛି, ମୋ ନେଇକି ଚାଲ। ଯେଉଁ ଆଚାର୍ଯ୍ୟମାନେ ତାକୁ ସୃଷ୍ଟି କଲେ କେବଳ ଆମରି ମାନଙ୍କ ପାଇଁ, ଆମରି ଭଳିଆ ହୁଣ୍ଡା ଗୁଣ୍ଡାଙ୍କ ପାଇଁ ସୃଷ୍ଟି କଲେ। ବର୍ଷକରେ ଅନ୍ତତଃ ଥରେ ତୁମେ ମାର ଦର୍ଶନକୁ ଆସ, ଆଉ ମା ହାତ ଗଢ଼ା, ଏ ହାତ ବଢ଼ା ରନ୍ଧା ପରସା ଟିକେ ଖାଇଯାଅ, ତାପରେ ତୁମେ ଖାଉଛ। ଲକ୍ଷ୍ମୀଙ୍କ ହାତ ବଢ଼ାର, ହାତ ରନ୍ଧାର ଖାଦ୍ୟ ତ ବର୍ଷ ଯାକ ଖାଉଛ। ଏଠି 9 ଦିନ ବି ହଉନେଇ, ବାଟରେ ତ ଯାଉନ, 2-3 ଦିନ କଟି ଯାଉଛି। ଯେଉଁ 4-5 ଦିନ ତୁମେ ଖାଉଛ, ମାର ଭୋଜନ କର, ଭୋଜନ ମାତୃଭୋଜନ। ଏଠି ମାକୁ ସମ୍ମାନ, ଗୋଟେ ଆମର ସବୁ ଆଜିକାଲି ସବୁ ରାଜନୀତି ଲୋକମାନେ ବେଶୀ କହୁଛନ୍ତି, ମା ଭଉଣୀ କି ସମ୍ମାନ ଦିଅ, ମା ଭଉଣୀ କି ସମ୍ମାନ, ମା ଭଉଣୀ କି ସମ୍ମାନ। କିନ୍ତୁ ମା ଭଉଣୀ କି ସମ୍ମାନ ପ୍ରକୃତ କିଏ ଦିଏ? ସେ ଜଗନ୍ନାଥ ଦିଅନ୍ତି। ମାକୁ, ମାର ସମ୍ମାନ ପାଇଁ ସେ ଆସନ୍ତି ଗୁଣ୍ଡିଚା ମନ୍ଦିରକୁ, ଆଉ ଭଉଣୀ କି ନେଇକିରି ଯାଆନ୍ତି ଗୁଣ୍ଡିଚା ମନ୍ଦିରକୁ। ପୁଣି ଫେରି ଆସନ୍ତି ନାରୀ ତାଙ୍କ ସହଧର୍ମିଣୀ ପାଖକୁ। ମାତୃ ସମାନତା ତମ ପାଖରେ ଅଛି ନା ଜଗନ୍ନାଥ ତମକୁ ଶିକ୍ଷା ଦେଇଛନ୍ତି? ଘର କି ଭାବିକିରି କୁହ ତ। ମା ଭଉଣୀଙ୍କ ସମ୍ମାନ କ'ଣ ବଳାତ୍କାର? ମା ଭଉଣୀର ସମ୍ମାନ କ'ଣ ଡାଇଭର୍ସ? ନାରୀ ସପକ୍ଷରେ ଆଇନ କରି ପୁରୁଷକୁ ନିର୍ଯାତନା ଦେବା କ'ଣ ଏ ହେଉଛି ମାର ସମ୍ମାନ? ପୁରୁଷକୁ ଏବଂ ନାରୀକୁ ଦୁଇ ଜଣକୁ ସମ୍ମାନ ଦିଅ, ସମଭାବରେ ଦିଅ, ସମଦଣ୍ଡ ଦିଅ, ସମକ୍ଷମା ଦିଅ। ଏ ହେଲା ମାତୃ ସମ୍ମାନ। ଏଇଭଳି ଭାବରେ ଗୁଣ୍ଡିଚା ମନ୍ଦିରରୁ ବାହୁଡ଼ା ଯାତ୍ରା ହେଲା 9 ଦିନ। ଗଲେ ନ ଆସିଲେ 9, ଆକୁ ମିଶେଇ ଦେଲେ 18। ଏ 18 ହେଉଛନ୍ତି ଗୀତାର ପରମ ଭାଷ୍ୟ। 9 ଦିନ ଭିତରେ ଯିବା ଆସିବା ହେଉଛି। ଇଏ 2 ଥର ଯିବା ଆସିବାକୁ ଆମେ କହିବା 18। ପାବଚ୍ଛ ମଧ୍ୟ 18। ପୁଣି ଆସିଲା ବେଳେ ମାଉସୀକି ପୁଣି ସମ୍ମାନ ଦିଆହେଉଛି। ଅର୍ଦ୍ଧ ଶୋଷିନୀ ରୂପରେ ସେ ବଡ଼ଦାଣ୍ଡରେ ଅପେକ୍ଷା କରିଛନ୍ତି, ପୋଡ଼ ପିଠାଟିଏ ଖାଇବାକୁ ଦେବେ, ତାକୁ ବି ଖାଇବେ, ଭୋଗ ପାଇବେ, ଏକାଦଶୀ ବି କରିବେ। ତାଙ୍କ ସାଙ୍ଗରେ ଯେଉଁ ଯାଇଛନ୍ତି ତାଙ୍କୁ ପଣା ବି ଖୁଆଇବେ।
ରାଜ ମୁକୁଟ ପିନ୍ଧିକିରି ରାଜ ସିଂହାସନ ଭଳିଆ ବସିବେ। ତାପରେ ଯାଇକିରି ରତ୍ନ ସିଂହାସନକୁ ଯିବେ। ପୁଣି ଯିଏ ବଞ୍ଚିଥିବ ତାପରେ ଦେଖିବ। ଆଉ ଏଇ ଯେଉଁ ବାର୍ତ୍ତା ଆମମାନଙ୍କୁ ସେ ଦେଇ ଯାଇଛନ୍ତି। ଯେଉଁ ଆଚାର୍ଯ୍ୟମାନେ ଏଇଭଳି କ୍ରମକୁ ସୃଷ୍ଟି କରିଛନ୍ତି ସେମାନେ ପ୍ରକୃତରେ ଧନ୍ୟବାଦର ପାତ୍ର। ଆମେ ତ ବିଭିନ୍ନ ପୁରାଣ ସୃଷ୍ଟି କରୁଛୁ, ବିଭିନ୍ନ ଉପାଖ୍ୟାନ, ଗପ, ଉପନ୍ୟାସ ଆକୁ ସବୁ ସୃଷ୍ଟି କରୁଛୁ। କିନ୍ତୁ ଏଭଳି ଜୀବନ ଦର୍ଶନ କିଏ ସୃଷ୍ଟି କରିଛି? ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ଚାରୋଟି ଭାଇ ଥିଲେ। ରାମ ଲକ୍ଷ୍ମଣ ଜଙ୍ଗଲକୁ ଗଲେ, ସୀତା ତାଙ୍କ ସାଙ୍ଗରେ ଗଲେ, ଭରତ ଏଠି ରହିଲେ, ଶତ୍ରୁଘ୍ନ ରହିଲେ। ଏଇ ଯେଉଁ ଉପାଖ୍ୟାନଟି ଆପଣ କ'ଣ ପ୍ରମାଣ କରିପାରିବେ ପ୍ରକୃତରେ 3 ଜଣ ଯାଇଥିଲେ କି ନାହିଁ? କିନ୍ତୁ ଉପାଖ୍ୟାନ କହୁଛି ଯାଇଥିଲେ। ଯଦି ଆମେ ତାକୁ ବିଶ୍ୱାସ କରିବା, କାହିଁକି ବିଶ୍ୱାସ କରିବା? ଯଦି ଆମେ ଭାଇ ଭାଇରେ କି ଭାଇ ଭାଉଜରେ କି ବାପ ପୁଅରେ ମା ପୁଅରେ ଯଦି ଆମ ଭିତରେ ଶ୍ରଦ୍ଧା ନାହିଁ, ମମତା ନାହିଁ, ତାହେଲେ ଆମେ ଗୋଟେ ଏମିତି ଗପିକିରି ଲାଭ କ'ଣ? ସେଇ ଗୀତଟା ମୁଁ କହୁଥିଲି ତ। ଆଉ ଗୋଟେ ପଦ ଅଛି, ସରିନି ମହାଭାରତ ଅଛି ଏବେ ସୁଦ୍ଧା ପାଣ୍ଡବ କୌରବଙ୍କ ଭିତରେ ରାଜସିଂହାସନ ପାଇଁ ହୁଏତ ଯୁଦ୍ଧ ହେଇଥିଲା। ଇଏ 5 ଭାଇଙ୍କ ଭିତରେ ହେଇଥିଲା କି? ସେ 100 ଭାଇଙ୍କ ଭିତରେ ହେଇଥିଲା କି? ଆମେ ଶିଖିଲୁ କ'ଣ? ଆମେ ଶିଖିଲୁ କେବଳ ଯୁଦ୍ଧ, ଆଉ କିଛି ଶିଖିଲୁ ମରାମରି ହଣାହଣି। ତେଣୁ ବାର୍ତ୍ତାକୁ ଆମେ ଶିଖିପାରୁନୁ। ଏଇ ହେଉଛି ଆମର ଦୁର୍ଭାଗ୍ୟ। ଏଇ ପୃଥିବୀ ପୃଷ୍ଠକୁ କେତେ ମହାପୁରୁଷ ଆସିଲେ ଆପଣ ଗୋଟେ ହାରାହାରି ହିସାବ କରନ୍ତୁ। ସନକ, ସନନ୍ଦନ, ସନାତନ, ସନତ କୁମାର ଆଇଲେ ସନାତନ ଧର୍ମରେ। ମହାବୀର ଜୈନ, ଭଗବାନ ବୁଦ୍ଧ, ଶଙ୍କର ଆସିଲେ, ଯୀଶୁ ଆସିଲେ, ମହମ୍ମଦ ଆସିଲେ, କବିର ଆସିଲେ, ନାନକ ଆସିଲେ, ଗୁରୁ ଗୋବିନ୍ଦ ସିଂ ଆଇଲେ। ଏତେ ଗୁଡ଼ାକ ଇଏ ଏତେ ସବୁ ଗଲେ। ତାପରେ ଆହୁରି କେତେ ଆସିଲେ। ତାପରେ ଆମେ ଯେତିକି ଜାଣିଛୁ, ବଲ୍ମୀକ ଆଇଲେ, ତୁଳସୀ ଦାସ ଆସିଲେ, ଏସବୁଠୁ ଆଇଲେ। ରାମକୃଷ୍ଣ, ବିବେକାନନ୍ଦ, ପ୍ରଣବାନନ୍ଦ, ଅରବିନ୍ଦ, ଦୟାନନ୍ଦ ଏସବୁ ଆଇଲେ। ନିଗମାନନ୍ଦ, ଅନୁକୂଳ, ଏମିତି ଚୈତନ୍ୟ, ନିତ୍ୟାନନ୍ଦ, ଅଦ୍ୱୈତ, ଗଦାଧର, ଶିବାତ ଏସବୁ ଆଇଲେ। ଅନୁକୂଳ ଆସିଥିଲେ, ସିଏ ବହୁତ କଥା କହିଗଲେ। ଚୈତନ୍ୟ ବି କହିଗଲେ। ଏବେ ସେ ସବୁ ଗଲେଣି, ମାନେ ଦେହରୁ ଗଲେଣି। ଏବେ ଯେଉଁମାନେ ଅଛନ୍ତି, ରାମଦେବ ଶିଖଉଛନ୍ତି ଯୋଗ, ସଦ୍ଗୁରୁ ଶିଖଉଛନ୍ତି ଯୋଗ, ରବିଶଙ୍କର ସେ ଶିଖଉଛନ୍ତି ଜୀବନର ଶୈଳୀ, ସେ ବି ଗୋଟେ ଯୋଗ। ଆମର କ୍ରିୟା ଯୋଗରେ ପ୍ରଜ୍ଞାନନ୍ଦ ବର୍ତ୍ତମାନ ଯୋଗାନନ୍ଦଙ୍କର ଶିକ୍ଷାକୁ ସେ ବାବାଜୀ ମହାରାଜଙ୍କ ଶିକ୍ଷାକୁ ଇଏ କରୁଛନ୍ତି। କିନ୍ତୁ
ଶିଖୁଛନ୍ତି ସମସ୍ତେ, କିନ୍ତୁ ବସ ଯୋଉଠି ସେଇଠି। ତାମାନେ ଆମେ ଶିଖୁଛୁ, ଶିଖିନଥିଲୁ ଯାହା ଶିଖିକିରି ବି କରୁଛୁ ସେଇଆ, ଯାହାକୁ କହନ୍ତି ଏକାନରେ ପୁରେଇ ସେକାନରେ। ତେଣୁ ପ୍ରଭୁ ଜଗନ୍ନାଥଙ୍କର ସେହି ପବିତ୍ର ରଥଯାତ୍ରା ସମୟରେ ଆଜି ଶୈବ କ୍ଷେତ୍ରରେ ପରାଶର କ୍ଷେତ୍ରରେ କଥାରିପଦ କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି ଏବଂ ମୁଁ ନିଜକୁ ନିଜେ ସମୀକ୍ଷା କରୁଛି। ମୁଁ ଯାହା କହୁଛି ମୁଁ ତାହା ତ, ଯଦି ମୁଁ ତାହା ନୁହେଁ ତାହେଲେ ମୋର କହିବାର ଅଧିକାର କିଛି ନାହିଁ। ଖାଲି କହିବି, କହିବା କଥା, କହିବା ଲୋକ ବଡ଼ ନୁହେଁ। ସବୁବେଳେ ଯିଏ କରେ, ଅନ୍ୟକୁ କରାଏ, ସେଇ ହେଉଛି ମହାନ। କରି କରାଉ ଥାଇ ମୁଇଁ, ଇଏ କୃଷ୍ଣଙ୍କର କଥା। ହେ ଉଦ୍ଧବ, ମୁଁ ନିଜେ କରେ ଏବଂ ଅନ୍ୟମାନଙ୍କୁ ସେଇ କାର୍ଯ୍ୟ କରିବା ପାଇଁ ପ୍ରବର୍ତ୍ତାଏ। ଭଗବାନ କୃଷ୍ଣ ଗୋଟେ ରାଜ୍ୟ ସୃଷ୍ଟି କରିଛନ୍ତି ପାଣ୍ଡବମାନଙ୍କ ପାଇଁ। ପଥର ଭାଙ୍ଗି ଟେଳା ସମାନ କରି ଗୋଟେ ରାଜ୍ୟ ସୃଷ୍ଟି କଲେ। କୌରବମାନେ ସେ ପାଖରେ ରହିବେ, ତୁମେ ଏ ପାଖରେ ରୁହ। ଗଛ ଲଗା ହେଲା, ଗହମ ବୁଣା ହେଲା, ଭୀମ ହଳ ବୁଲେଇଲେ, ଅର୍ଜୁନ ଧାନ ବୁଣିଲେ, କିଏ ଯୁଧିଷ୍ଠିର ଶଙ୍ଖ ବଜେଇଲେ। କିନ୍ତୁ ଆମେ କ'ଣ କରୁଛୁ? ଆମେ ରାଜ୍ୟ ବନଉନୁ, ରାଜ୍ୟକୁ ଧ୍ୱଂସ କରିବା ପାଇଁ ଆଜି ଗିରି କାନନ ଭରା ସୁନ୍ଦର ଦେଶକୁ ଧ୍ୱଂସ କରୁଛୁ। ଏଇ ପାରାଦୀପ ବନ୍ଦର ଏଇଠିକି ଯେତେବେଳେ ଜବାହରଲାଲ ନେହେରୁ ଆସିଥିଲେ, ସେତେବେଳେ ବୟସ ମୋତେ 5-6 ବର୍ଷର। ମୁଁ ଦେଖିଛି, ତାଙ୍କ ହାତ ମଧ୍ୟ ମୋ ମୁଣ୍ଡରେ ବାଜି ଯାଇଛି। ବିଜୁ ପଟ୍ଟନାୟକଙ୍କ କାନ୍ଧରେ ହାତ ଦେଇକି ସେ ମଞ୍ଚ ଉପରକୁ ଚଢ଼ୁଥିଲେ। କୁଜଙ୍ଗ ପର୍ଯ୍ୟନ୍ତ, ବିସ୍ତୃତ ସମୁଦ୍ର କୂଳ ପର୍ଯ୍ୟନ୍ତ ଇଏ ଥିଲା ନିଘଞ୍ଚ ଜଙ୍ଗଲ। ଆଜି ନିଘଞ୍ଚ ଜଙ୍ଗଲ କାହିଁ? ମୁଁ ବର୍ତ୍ତମାନ 5ଟା ଘର ନା 4ଟା ଘର ବୁଲିକି ଯାଇଲି। କେଉଁଠି ଅଛ? ନା ପାରାଦୀପ। ପାରାଦୀପ ଯାଇ ସିଆଡ଼େ ରହିଲାଣି। ଆଉ ତମେ କ'ଣ କହୁଛ ପାରାଦୀପ? ଏ ବାବା ଗାଁ ଭଳିଆ ଦେଖା ହେଉଛି, କିନ୍ତୁ ସେ ଗାଁ ପୁଣି ସହର ହେଇଯିବ। କିନ୍ତୁ ସମସ୍ତେ ଚାହୁଁଛନ୍ତି ଜଙ୍ଗଲ ବୃକ୍ଷକୁ ଏସବୁ ଗଛ ଫଛ କାଟିକିରି ଗୋଟାଏ ଫୁର୍ତ୍ତି କରିବେ। ଆଉ ହଉ, ଯଦି ଫୁର୍ତ୍ତି କରିବାକୁ ଚାହୁଁଛ, ପିଲାମାନଙ୍କୁ ଦୀର୍ଘାୟୁ କରିବାକୁ ଚାହୁଁଛ, ତାହେଲେ ପ୍ରତି ଘରେ ଘରେ ଗଛ ବୃକ୍ଷରୋପଣ ହଉ। ଏଇଟା ମୁଁ ସବୁବେଳେ କହୁଛି। ବର୍ଷା ଦିନଟା ଥରେ ଗଲେ ପୁଣି ଆସିବାକୁ ବର୍ଷେ। ଏଇ ପବିତ୍ର ବର୍ଷା ଦିନରେ ତମେ ବୃକ୍ଷଟିଏ ଲଗେଇବ। ଏଇ ହବ ଆମ ଜଗନ୍ନାଥଙ୍କ ରଥଯାତ୍ରା। ସେଇ ବୃକ୍ଷରେ ରଥ ବି ଟଣା ହେଇପାରେ। ବଉଳ ଗଛ ଲଗେଇବ, ତାଙ୍କର ବଉଳ ଛେଲି ବି କ'ଣ ଦରକାର ହୁଏ, ତାଙ୍କ ପାଟ ଭିଡ଼ିବା ପାଇଁ ନା କ'ଣ। ତେଣୁ ଫାଶୀ କାଠ ଦରକାର। ତେଣୁ ଆମେ ଖାଲି କହୁଛୁ ମଧ୍ୟ ଏବଂ ନିଜେ ମଧ୍ୟ କରିବା ପାଇଁ ମୁଁ ମାନେ ସଂକଳ୍ପ ନେଇଛି। ଆଉ ନିଶ୍ଚୟ କରିବା। ଆଉ ଖାଲି କହିଲେ କ'ଣ ହେବ? ହଉ, କଥାଟି ଏଇଠି ରଖିବା ଏବଂ ସେଇ ପ୍ରଭୁଙ୍କ ପାଦରେ ମଙ୍ଗଳମୟ ମହାଦେବ ଆଖଣ୍ଡଳେଶ୍ୱରଙ୍କ ପଦାବ୍ଜରେ, ଏହି ପରାଶର କ୍ଷେତ୍ର ପଦାବ୍ଜରେ, ଏହି କର୍ମଭୂମିକୁ ଲକ୍ଷ୍ୟ କରି ପ୍ରଭୁ କାଳିଆ ବଳିଆଙ୍କୁ ସ୍ମରଣ କରି ଏଇଠି କଥାକୁ ବିଶ୍ରାମ ଦେଉଛି।
जगन्नाथ 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 हर हर महादेव।